ଜୟ ଜଗନ୍ନାଥ। ଆଜି ଆସନ୍ତୁ ଆମେମାନେ ଜାଣିବା ଆମ ବାଡ଼ି ବଗିଚାରେ ରହିଥିବା ତୁଳସୀ ଗଛ ସମ୍ପର୍କରେ। ଏହି ତୁଳସୀ ଗଛଟି ଧର୍ମ ସହିତ ଜଡ଼ିତ। ତା ସହିତ ଏହି ତୁଳସୀ ଗଛରୁ ମଧ୍ୟ ବହୁତ ରୋଗ ଉପଶମ ହୋଇଥାଏ। ଯେଉଁ ରୋଗ ଗୁଡ଼ିକ ବହୁତ କଷ୍ଟ ଦେଇଥାଏ, ସେଥିପାଇଁ କୁହାଯାଇଥାଏ ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍ ତୁଳସୀ ପରି ଯିଏ ବହୁତ ଭଲ, ତାକୁ ଆମେ ତୁଳସୀ କହିଥାଉ ଏବଂ ଏହି ତୁଳସୀ ବହୁତ ରୋଗକୁ ନିବାରଣ କରିଥାଏ। ତୁଳସୀ ଦୁଇ ପତ୍ରରୁ ବାସେ, ଏକଥା ଅକ୍ଷରେ ଅକ୍ଷରେ ସତ୍ୟ। ହିନ୍ଦୁ ସଂସ୍କୃତିର ପବିତ୍ର ଗଛ ତୁଳସୀ। କେଉଁ ଯୁଗରୁ କେତେ ଇତିହାସ, ପୌରାଣିକ ତଥ୍ୟ ତା ଭିତରେ ଭର୍ତ୍ତି କରି ଆମେ ଗଛଟିକୁ ମା ପରି ପୂଜା କରି ଆସୁଛୁ। ଆଧୁନିକ ଛାପା ଦେହରେ ଯେତେ ମାରିଲେ ମଧ୍ୟ ତୁଳସୀର ମୂଲ୍ୟ ଠିକ୍ ରହିଛି। ତୁଳସୀ ସିନା ଛୋଟିଆ ଗଛଟିଏ, କିନ୍ତୁ ଜୀବନ୍ତ ପ୍ରତିମୂର୍ତ୍ତି ଲକ୍ଷ୍ମୀ ସରସ୍ୱତୀଙ୍କର। ଧନ ବିଦ୍ୟା ଜ୍ଞାନର ସମନ୍ୱୟ ଏଇଠି। ଏହା ଉପରେ ଅନେକ ଇତିହାସ ଧର୍ମତତ୍ତ୍ୱର ସୃଷ୍ଟି। ତେବେ ବୃନ୍ଦାଙ୍କର ତପସ୍ୟାରେ ସ୍ୱୟଂ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କୁ ଏହି ବୃକ୍ଷ ରୂପରେ ପୂଜା ପାଇବାର ବର ଦେଇଥିଲେ। ଭାରତ ବର୍ଷରେ ଯେତେ ଭାଷା ଅଛି, ସବୁ ଭାଷାରେ ସେହି ଗୋଟିଏ ଶବ୍ଦ ତୁଳସୀ ଗଛର ନାଁ। ବୈଦିକ ଯୁଗରୁ ଗଛର ମାହାତ୍ମ୍ୟ ଦୃଷ୍ଟିରୁ ପୂଜା ପାଇ ଆସୁଅଛି। ତୁଳସୀ ଚଉରା ହିନ୍ଦୁ ସଂସ୍କୃତିର ପ୍ରତୀକ। ଯେମିତି ତୁଳସୀ ମାଳାଟିଏ ପିନ୍ଧିଦେଲେ ଦେହରେ ପବିତ୍ରତା ପ୍ରବେଶ କରେ, ସେମିତି ଚଉରାଟିଏ ଥିଲେ ଈଶ୍ୱରଙ୍କ ସତ୍ତା ମିଳେ। ଘରେ ପଛେ ଅଗଣାଟିଏ ନଥାଉ, ପାଦେ ଜାଗା ନଥାଉ, ତଥାପି ଛାତ ଉପରେ ହେଉ ବା ପିଣ୍ଡା ଉପରେ ହେଉ, ଠାକୁର ଘର ପାଖ ବା ଗାଁ ଦାଣ୍ଡରେ ତୁଳସୀ ଗଛଟିଏ ଚଉରା, କୁଣ୍ଡ ବା କୁଡୁଆରେ ଶୋଭା ପାଉଥିବ। ଭଲ ମଣିଷଟିଏ ଦେଖିଲେ ଆମେ କହୁ ତୁଳସୀଟିଏ, ପୁରା ନିର୍ଦ୍ଦୋଷ ଶାନ୍ତ। ଆମେ ତୁଳସୀ ଗଛଠାରୁ ଅଶେଷ ଉପକାର ପାଉଥିବା ଯୋଗୁଁ ତାକୁ ମା ପରି ମଣି ପୂଜା କରୁ। ସକାଳୁ ତୁଳସୀ ଚଉରା ମୂଳରେ ଗାଧୋଇ ପାଣି ମୁନ୍ଦିଏ ଦେଇ ମୁଣ୍ଡିଆଟିଏ ମାରୁ। ସେମିତି ସଞ୍ଜରେ ସଞ୍ଜବତୀ ହୁଏତ ଔଷଧାତ୍ମକ ଦୃଷ୍ଟିରୁ ପୂଜା କରୁ। ପତ୍ର ଠାକୁରଙ୍କ ନୈବେଦ୍ୟ ଦେଇ ଖାଉ। ତୁଳସୀର ଶ୍ରଦ୍ଧା ନାମ ବିଷ୍ଣୁପ୍ରିୟା, ବୃନ୍ଦାବତୀ। ଏପରି ଆହୁରି ଅନେକ ନାମ ମଧ୍ୟ ରହିଛି। ତୁଳସୀ ଗଛର ହାୱା ବାୟୁମଣ୍ଡଳ ପରିଷ୍କାର କରେ। ଏଥିରେ ଯଥେଷ୍ଟ ପରିମାଣରେ ଜୀର୍ଣ୍ଣକାରକ ଦ୍ରବ୍ୟ, ଖାଦ୍ୟସାର କ, ଖ, ଗ ରହିଛି ଏବଂ ଏହା ବ୍ୟତୀତ ସର୍ଦ୍ଦି, କାଶ, କଫନାଶକ ଦ୍ରବ୍ୟ ରହିଛି। କଡ଼ା କଷା ସ୍ୱାଦ ବିଶିଷ୍ଟ ଏବଂ କ୍ଷୁଧାବର୍ଦ୍ଧକ। ଏଥିରେ କେତେଗୁଡ଼ିଏ ଏନଜାଇମ୍ ରହିଛି, ଯେଉଁଗୁଡ଼ିକ କି ବାୟୁ ଦୋଷ ନାଶ କରେ, ହଜମ ଶକ୍ତି ବଢ଼ାଏ। ତୁଳସୀ ପତ୍ର କେଉଁ ରୋଗରେ ନ ଲାଗେ ଏମିତି ନାହିଁ। କାଶ, ସର୍ଦ୍ଦି, ପିତ୍ତ ଦୋଷ, କଫ, କୃମି, ପରିସ୍ରା କଷ୍ଟ, ମୂତ୍ରଥଳି ଓ ବୃକକ୍ ପରିଷ୍କରଣ କରିଥାଏ। ବିଭିନ୍ନ ଚର୍ମ ରୋଗ ପାଇଁ ଅବ୍ୟର୍ଥ ମହୌଷଧି। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ। ମୋଟ ଉପରେ ଆମର ପ୍ରତ୍ୟେକ ଅଙ୍ଗ ଓ ଜୀବାଙ୍ଗର ଶକ୍ତି ପ୍ରଦାୟକ ଔଷଧ ହେଉଛି ତୁଳସୀ। ତୁଳସୀ ପତ୍ର ବିଭିନ୍ନ ଉପାୟରେ ଖିଆଯାଏ। ତମ୍ବା ପାତ୍ରରେ ଚନ୍ଦନ ପାଣିରେ ପଡ଼ିଥିବା ତୁଳସୀ ପତ୍ର ବେଶ୍ ରୋଗନାଶକ। ଆଜିକାଲି ଗବେଷଣାରୁ ଜଣାପଡ଼ିଛି ଯେ ସକାଳୁ ତୁଳସୀ ପତ୍ର ରସ 1 ଚାମଚ ଓ ମହୁ 1 ଚାମଚ ଏକତ୍ର ମିଶାଇ ପ୍ରତ୍ୟହ ଖାଇଲେ ସ୍ମୃତିଶକ୍ତି ଠିକ୍ ରହେ ଏବଂ ବର୍ଦ୍ଧିତ ବୟସର ଭୁଲାମନ ସଜାଡ଼ି ହୋଇଯାଏ। ଉପଯୁକ୍ତ ଫଳ ପାଇବା ପାଇଁ ରୀତିମତ ଔଷଧ ରୂପେ ଏହାକୁ ଖାଇବାକୁ ହୋଇଥାଏ। ତଟକା ତୁଳସୀ ପତ୍ରକୁ ଧୋଇ ଚୋବେଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ। ସକାଳୁ ଖାଲି ପେଟରେ ଗିଲାସେ ପାଣିରେ ଚାମୁଚାଏ ତୁଳସୀ ରସ ମିଶାଇ ପିଇଲେ ସ୍ନାୟୁ ସତେଜ ହୁଏ ଏବଂ ଏହାକୁ ପ୍ରାଣଧାରକ କହିଲେ ଅତ୍ୟୁକ୍ତି ହେବ ନାହିଁ। ତୁଳସୀ ପତ୍ର ରସ, ଅଦା ରସ, ମହୁ ଏକତ୍ର ଫେଣ୍ଟି ସକାଳୁ ଚାମଚାଏ ଖାଇଲେ ସର୍ଦ୍ଦି, କାଶ, ଥଣ୍ଡା ଜ୍ୱର, ଭୂତାଣୁଜନିତ ଜ୍ୱର ଓ ଶ୍ୱାସ ରୋଗ ପ୍ରଶମିତ ହୋଇଥାଏ। ତୁଳସୀ ପତ୍ର, ମିଶ୍ରି, 2ଟି ତେଜପତ୍ର, ଲବଙ୍ଗ 4ଟି ପାଣିରେ ଫୁଟାଇ ଉଷୁମ ଉଷୁମ ପିଇଲେ କାଶ, ତଣ୍ଟି ଦରଜ, ଗଳା ବସିବା ପ୍ରଭୃତି କମିଯାଏ। ତୁଳସୀ ବେଲପତ୍ର ଏକତ୍ର ବାଟି ଖାଇଲେ ପେଟ ଗୋଳମାଳ, ବଦହଜମ ପ୍ରଭୃତି ଭଲ ହୁଏ। ତୁଳସୀ ପତ୍ର, ପୋଦିନା ପତ୍ର, ଧନିଆ ପତ୍ର, ଭୃସଙ୍ଗ ପତ୍ର ଏକାଠି ବାଟି ଛଣାରେ ଛାଣି ଖାଇଲେ ହଜମ ଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ଚର୍ମ ରୋଗ ଦୂର ହୁଏ। ତୁଳସୀ ପତ୍ରର ରସ ଚା ସହିତ ମିଶାଇ ଖାଇଲେ ଅନୁରୂପ ଫଳ ମିଳେ। ଗାଜର, ବିଟ୍, ବନ୍ଧାକୋବି, ପାଳଙ୍ଗ ଶାଗ, ବିଲାତି ବାଇଗଣ ରସ ସହିତ ତୁଳସୀ ପତ୍ର ରସ ମିଶାଇ ଖିଆଯାଇପାରେ। ଏହା ବିଶେଷ ଭାବରେ ସ୍ୱାସ୍ଥ୍ୟପ୍ରଦ। ଗାଜର ରସ ସହିତ ତୁଳସୀ ପତ୍ର ରସ ମିଶାଇ ପିଇଲେ ଆଖିର ବିଭିନ୍ନ ରୋଗ ଓ ଅନ୍ଧାରକଣା ଭଲ ହୁଏ ଓ ବିଭିନ୍ନ ଚର୍ମ ରୋଗ ପାଇଁ ମଧ୍ୟ ଭଲ। ଅଟା ଚକଟା ସହିତ ମିଶାଇ ରୁଟି କରାଯାଏ। ସେହିପରି ବିରି ଚାଉଳ ବଟା ଆଣ ସହିତ ମିଶାଇ ପିଠା କରାଯାଇପାରେ। କିନ୍ତୁ ଆମେ ତୁଳସୀ ପତ୍ରକୁ ଏତେ ଭୟ ଭକ୍ତି କରୁ ଯେ ଏହି ଧରଣର ଖାଦ୍ୟ ପ୍ରସ୍ତୁତ କଲାବେଳେ ଅଇଁଠା ହେବାର ଭୟ ଥାଏ। ତୁଳସୀ ପତ୍ର ପାଦରେ ବାଜିଗଲେ ଆମେ ଭୟ କରୁ ଓ ବ୍ୟସ୍ତ ହୋଇପଡ଼ୁ। କେତେଥର ହାତ ଭୁଇଁ ଛୁଆଇ ମୁଣ୍ଡରେ ମାରୁ, ତାର ଇୟତ୍ତା ନାହିଁ।
ଔଷଧାତ୍ମକ ଦୃଷ୍ଟିକୋଣରୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଔଷଧ ରୂପେ ଆମେ ତୁଳସୀକୁ ବ୍ୟବହାର କରିପାରିବା। ତୁଳସୀ ପତ୍ର ବାଟି ପାଣିରେ ଫୁଟେଇ ପିଇଲେ ସର୍ଦ୍ଦି ଜ୍ୱର, ଦେହ ହାତ ଘୋଳାବିନ୍ଧା ନିଶ୍ଚିନ୍ତ ଭାବରେ କମେ। ତୁଳସୀ ପତ୍ରକୁ ସାମାନ୍ୟ ଗୁଡ଼ ଦେଇ ପାଣିରେ ଫୁଟେଇ ପିଇବା ସ୍ୱାସ୍ଥ୍ୟ ପକ୍ଷରେ ବେଶ୍ ଉପାଦେୟ। ଏହା ସହିତ ଦୁଧ ସହିତ ମିଶାଇ ମଧ୍ୟ ପିଆଯାଇପାରେ। ତୁଳସୀ ପତ୍ର ଛେଚା, ଜିରା, ଅଦା ବଟା ଏକତ୍ର ପାଣିରେ ଫୁଟେଇ କ୍ଷୀର ସହିତ ପିଇଲେ ସବୁବେଳେ ଥଣ୍ଡା ସର୍ଦ୍ଦି ଭୋଗୁଥିବା ଲୋକମାନଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହୋଇଥାଏ। ଡାଲଚିନି ବଟା, ତୁଳସୀ ପତ୍ର ଛେଚା ଓ ଗୁଡ଼ ଏକତ୍ର ଫୁଟେଇ ଚା କରି ପିଇଲେ ହଜମ ଶକ୍ତି ବଢ଼ାଏ। ପୋଦିନା ପତ୍ର, ତୁଳସୀ ପତ୍ର, ଗୁଡ଼ ଏକତ୍ର ଫୁଟେଇ ଚା କରି ପିଇଲେ ପେଟ ଫମ୍ପା, ବଦହଜମ ପ୍ରଭୃତି କମେ। ତୁଳସୀ ବଟାକୁ ପାଣିରେ ଫୁଟେଇ ପିଇଲେ ଥଣ୍ଡା ଜ୍ୱର କମେ। ତୁଳସୀ ପତ୍ର, କିସମିସ, ଖଜୁର ଏକତ୍ର ଛେଚି ପାଣିରେ ଫୁଟେଇ ପିଇଲେ ଝାଡ଼ା ପରିଷ୍କାର ହୁଏ ଏବଂ ରକ୍ତହୀନତା କମେ। ତୁଳସୀ ପତ୍ର ବଟା ଓ ଚନ୍ଦନ ମିଶାଇ ଖାଇଲେ ଚର୍ମ ରୋଗ ପାଇଁ ଭଲ। ତୁଳସୀ ପତ୍ର ଓ ଲୁଣ ଏକତ୍ର ମଚି ଯାଦୁ ପ୍ରଭୃତିରେ ଲଗାଇଲେ କୁଣ୍ଡିଆ କମେ। ତୁଳସୀ ପତ୍ରକୁ ଶୁଖାଇ କିଛି ଚନ୍ଦନ ଗୁଣ୍ଡ ମିଶାଇ ଦାନ୍ତ ଘଷିଲେ ଦାନ୍ତ ପରିଷ୍କାର ରହେ ଏବଂ ଦାନ୍ତର ବିଭିନ୍ନ ରୋଗ କମାଏ, ଏପରିକି ମାଢ଼ି ଫୁଲା, ଦାନ୍ତମୂଳ ବିନ୍ଧା ପ୍ରଭୃତି କମେ। ଅନେକ ସମୟରେ ସୋରିଷ ତେଲ ଓ ତୁଳସୀ ଗୁଣ୍ଡ ଏକାଠି କରି ପେଷ୍ଟ ପରି ବ୍ୟବହାର କରାଯାଇପାରେ। ଏଥିରେ ଦାନ୍ତମୂଳ ବିନ୍ଧା, ପାଇରିଆ ପ୍ରଭୃତି କମିଯାଇଥାଏ। ତୁଳସୀ ପତ୍ର ବଟା, ହଳଦୀ ଗୁଣ୍ଡ ଏକାଠି ମିଶାଇ ଘା ପ୍ରଭୃତିରେ ଲଗାଇଲେ ଘା ଶୀଘ୍ର ଶୁଖିବାରେ ସାହାଯ୍ୟ କରେ। ଦକ୍ଷିଣ ଆଫ୍ରିକାରେ ତୁଳସୀର ନାଁ ହେଲା ମଶା ଗଛ। ତୁଳସୀ ଗଛରୁ ଏକ ପ୍ରକାର ବାଷ୍ପ ବାହାରେ ଯେଉଁଥିପାଇଁ ଉକୁଣି ମଶା ମାଛି ଆସିପାରନ୍ତିନି। ଯେଉଁମାନଙ୍କ ଘରେ ତୁଳସୀ ଗଛ ବେଶୀ, ସେଠିରେ ମଶା ମାଛିଙ୍କ ପ୍ରାଦୁର୍ଭାବ ନଥାଏ। କେବଳ ଏତିକି ନୁହେଁ, ସେହି ବାଷ୍ପ ଯୋଗୁଁ ବାୟୁମଣ୍ଡଳ ପରିଷ୍କାର ରହେ। ତୁଳସୀ ବଣରେ ସାପ ଦେଖାଯାଆନ୍ତି ନାହିଁ। ଏପରିକି ସାଧାରଣ ଭୂତାଣୁ ଜନିତ ରୋଗର ପ୍ରଭାବ କମ୍ ଦେଖାଯାଏ। ମୋଟ ଉପରେ ତୁଳସୀ ବିଷୋଧକ ଓ ପ୍ରଦାହ ଭଲ କରିବାରେ ସାହାଯ୍ୟ କରିଥାଏ। ତୁଳସୀ ମଞ୍ଜିର କରାମତି ମଧ୍ୟ କିଛି କମ୍ ନୁହେଁ। ତୁଳସୀ ମଞ୍ଜି, ଜୁଆଣି, ଗୋଲମରିଚ ଏକତ୍ର ଚୂରି ଗୁଡ଼ ମିଶାଇ ଖାଇଲେ ହଜମ ଶକ୍ତି ବଢ଼େ। ତୁଳସୀ ମଞ୍ଜିର ତେଲ କାଶ, ସର୍ଦ୍ଦି, ବ୍ରୋଙ୍କାଇଟିସ୍ ପାଇଁ ଭଲ। କଳା ତୁଳସୀ ପତ୍ର ବେଶ୍ ଉପାଦେୟ। ଖାଇବା ଠାରୁ ଦେହରେ ଲଗାଇବା ଯାଏ କାମରେ ଆସେ ଏବଂ ଫଳପ୍ରଦ। ତୁଳସୀ ପତ୍ରରେ ବେଶ୍ ଶକ୍ତିଦାୟକ ପାନୀୟ ତିଆରି ହୁଏ। ଚା କେଟିଲରେ ଫୁଟା ପାଣି ରଖି ତା ଭିତରେ କିଛି ତୁଳସୀ ପତ୍ର ପକାଇ ରଖିବେ। ଏହା ସହିତ ଲିମନ ଗ୍ରାସ୍, ପୋଦିନା ପତ୍ର, ଲେମ୍ବୁ ରସ ମିଶାଇ ପିଇଲେ କାମ କରିବାରେ ଦକ୍ଷତା ବଢ଼େ। ଏହା ସହିତ ମହୁ ଓ ଅଦା ରସ ମଧ୍ୟ ମିଶାଯାଇପାରେ। ପ୍ରତ୍ୟହ ଏହି ଚାରୁ କପେ ପିଇଲେ ଭୋକ ବଢ଼େ ଏବଂ ବାନ୍ତି ଲାଗିବା ଭଲ ହୁଏ। ଚା ସହିତ ତୁଳସୀ ପତ୍ର ଓ ଅଦା ରସ ଦେଇ ଚା ତିଆରି କରି ଖିଆଯାଇପାରେ। ଖାଲି ଯେ ଧର୍ମ ଦୃଷ୍ଟିରୁ ଆମ ପୂର୍ବପୁରୁଷମାନେ ତୁଳସୀ ଗଛକୁ ପୂଜା କରୁଥିଲେ ତା ନୁହେଁ, ଶରୀର ପାଇଁ ଏହାର ଉପାଦେୟତା ଯଥେଷ୍ଟ ବେଶୀ। ଦେଖିବାକୁ ସିନା ଏଡ଼ିକି ଛୋଟିଆ ବୁଦାଳିଆ ଗଛଟେ, କିନ୍ତୁ ତାର ଔଷଧୀୟ ଗୁଣ କରାମତି କିଛି କମ୍ ନୁହେଁ। ସେଥିପାଇଁ କୁହାଯାଏ, ଛତୁ ବୁଣିଲା ପରି ତୁଳସୀ ମଞ୍ଜି ବୁଣିଦେଲେ ଛତୁ ପରି ଫୁଟିଯାଏ। ତେଣୁକରି ଆମ ହିନ୍ଦୁ ସମ୍ପ୍ରଦାୟରେ ହିନ୍ଦୁ ଝିଅ ବୋହୂମାନେ ସକାଳ ସଞ୍ଜରେ ତୁଳସୀ ଗଛ ପାଖରେ ଦୀପ ଜାଳି ପାଣି ଦେଇ ମୁଣ୍ଡିଆ ମାରନ୍ତି। ତେବେ ତାହେଲେ ବର୍ତ୍ତମାନ ଆମେ ଜାଣିଲେ ତୁଳସୀ ଗଛର କେତେ ସାରା ଔଷଧୀୟ ଗୁଣ ଅଛି ଏବଂ ଆମ ବାୟୁମଣ୍ଡଳକୁ ପରିଷ୍କାର ରଖିବା ସହିତ ପୋକ, ମଶା, ମାଛି ଦାଉରୁ ଆମକୁ ରକ୍ଷା କରୁଛି। ତେଣୁକରି ଆମେମାନେ ସମସ୍ତେ ଘରେ ଘରେ କିଛି କିଛି ତୁଳସୀ ଗଛ ଲଗାଇବା ଦରକାର। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଏହି ତୁଳସୀ ଗଛର ଔଷଧୀୟ ଗୁଣକୁ ବ୍ୟବହାର କରି ନିଜ ଜୀବନରେ ସୁଖ ଶାନ୍ତିରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଭିଡ଼ିଓଟିକୁ ସାଙ୍ଗମାନଙ୍କୁ ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।